ନିର୍ବାଚନ ମାନେ ହେଲା କେବଳ ସଂଖ୍ୟାର ଖେଳ ନୁହେଁ, ଏହା ହେଉଛି ମାଟି ଆଉ ଶାସନ ଭିତରେ ଗୋଟେ କଥାବାର୍ତ୍ତା। ଆମେ ଏହି ବିଶ୍ଳେଷଣରେ ଭାଟୋଲି ନିର୍ବାଚନ ମଣ୍ଡଳୀର ତଥ୍ୟକୁ ବୁଝିବାକୁ ଚେଷ୍ଟା କରିବା ଆଉ ଜାଣିବା ଯେ ସେଠାକାର ମାଟି ତାର ଶାସକମାନଙ୍କୁ କି ବାର୍ତ୍ତା ଦେଇଛି। ଚାଲନ୍ତୁ ପ୍ରଥମେ ଭାଟଲିକୁ ଟିକେ ଭଲ ଭାବରେ ଚିହ୍ନିବା। ବରଗଡ଼ ଜିଲ୍ଲାର ଏହି ଅଞ୍ଚଳକୁ ଓଡ଼ିଶାର ଭାତ ହାଣ୍ଡି ବୋଲି କୁହାଯାଏ ଆଉ ଏହାର ଜୀବନରେଖା ହେଉଛି ହୀରାକୁଦ ଡ୍ୟାମ୍ର ପାଣି। ଏଠି ମାଟି, ପାଣି ଆଉ ଲୋକଙ୍କ ଜୀବନ ଏକାକାର ହୋଇଯାଇଛି। ଭାବିଲେ ଆଶ୍ଚର୍ଯ୍ୟ ଲାଗିବ, ଭାଟଲିର ପ୍ରାୟ 80% ଲୋକ ନିଜ ପେଟାପାଟଣା ପାଇଁ ସିଧା ମାଟି ଉପରେ ନିର୍ଭର କରନ୍ତି। ସେମାନଙ୍କର ପ୍ରତିଦିନର ଚିନ୍ତା କ'ଣ? ଚାଷ ପାଇଁ ପାଣି ମିଳିବ କି ନାହିଁ? ଫସଲର ଠିକ୍ ଦାମ ମିଳିବ ତ? ଗାଁକୁ ରାସ୍ତାଟି ଅଛି ତ? ଏସବୁ କେବଳ ଅର୍ଥନୈତିକ ପ୍ରଶ୍ନ ନୁହେଁ, ଏହା ସେମାନଙ୍କର ଜୀବନର ଅଂଶ। ତେବେ ଏହି ମାଟିର ଲୋକମାନେ 2024 ନିର୍ବାଚନରେ କ'ଣ କହିଲେ? ସେମାନଙ୍କ ଭୋଟ ଭିତରେ ଲୁଚି ରହିଥିବା ବାର୍ତ୍ତାଟା କ'ଣ ଥିଲା? ଆସନ୍ତୁ ସେହି ଫଳାଫଳର ଗୋଟେ ଚିରାଫାଟା ବିଶ୍ଳେଷଣ କରିବା। ଏହି ସଂଖ୍ୟାଟାକୁ ଟିକେ ଦେଖନ୍ତୁ, 27,892। ଏଟା କେବଳ ଗୋଟେ ସଂଖ୍ୟା ନୁହେଁ, ଏହା ହିଁ ଥିଲା ବିଜେଡି ପ୍ରାର୍ଥୀ ସୁଶାନ୍ତ ସିଂଙ୍କ ପରାଜୟର ବ୍ୟବଧାନ। ଏହା କୌଣସି ଛୋଟମୋଟ ହାର ନଥିଲା, ବରଂ ଏକ ବଡ଼ ଧରଣର ପରାଜୟ, ଯାହା ଭୋଟରଙ୍କ ମନରେ ଏକ ବଡ଼ ପରିବର୍ତ୍ତନର ସ୍ପଷ୍ଟ ସଂକେତ ଦେଉଥିଲା। ଆଉ ଏହି ଚାର୍ଟକୁ ଦେଖିଲେ କଥାଟା ପୁରା ସ୍ପଷ୍ଟ ହେଇଯିବ। 2019ରେ ଯେଉଁଠି ବିଜେଡିକୁ 53% ଭୋଟ ମିଳିଥିଲା, 2024ରେ ତାହା ସିଧା ଖସି ଆସିଲା 40%କୁ। ଅନ୍ୟପଟେ ବିଜେପିର ଭୋଟ 40%ରୁ ଡେଇ ପଡ଼ିଲା 54%କୁ। ପ୍ରାୟ 13% ତଳକୁ ଖସିବା ଆଉ 14% ଉପରକୁ ଉଠିବା, ଏହାକୁ କେବଳ ଭୋଟ ସୁଇଂ କୁହାଯିବନି, ଏହା ଥିଲା ଅସନ୍ତୋଷର ଏକ ଗର୍ଜନ। 2024ରେ ଭାଟଲିରେ ମତଦାନ ହାର ଥିଲା ପାଖାପାଖି 85%। ଏତେ ଅଧିକ ସଂଖ୍ୟାରେ ମତଦାନ, ଏହାର ମାନେ କ'ଣ? ଏହାର ମାନେ ହେଉଛି ଲୋକମାନେ ଚୁପ୍ ବସିନଥିଲେ। ସେମାନେ ନିଜ ମତ ଦେବା ପାଇଁ, ନିଜ କଥା କହିବା ପାଇଁ ଆଗେଇ ଆସିଥିଲେ। ଯେତେବେଳେ ଏତେ ବଡ଼ ସଂଖ୍ୟାରେ ଲୋକ ଭୋଟ ଦେବାକୁ ଆସନ୍ତି, ସେମାନେ ପ୍ରକୃତରେ ନିଜ କଥା କହିବାର ମୌଳିକ ଅଧିକାରକୁ ବ୍ୟବହାର କରନ୍ତି। ଏହା ସେମାନଙ୍କର ସାମ୍ବିଧାନିକ ମର୍ଯ୍ୟାଦାର ଏକ ପ୍ରତିଫଳନ। ହେଲେ ଏହି ଅଧିକାର ସାଙ୍ଗରେ ଗୋଟେ ବଡ଼ ଦାୟିତ୍ୱ ବି ଆସେ, ନିଜ ପସନ୍ଦକୁ ସୂଚନା ଆଧାରରେ ଭାବିଚିନ୍ତି କରିବାର ଦାୟିତ୍ୱ। ହେଲେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏତେ ବଡ଼ ସଂଖ୍ୟାର ଭୋଟର ହଠାତ୍ ନିଜର ମନ କାହିଁକି ବଦଳେଇଲେ? ଆମେ ଏଠି କୌଣସି ବ୍ୟକ୍ତିବିଶେଷଙ୍କ କଥା କହିବାନି, ବରଂ ସେହି ବ୍ୟବସ୍ଥାଗତ କାରଣଗୁଡ଼ିକୁ ଖୋଜିବା ଯାହା ଏହି ବଡ଼ ପରିବର୍ତ୍ତନ ପଛରେ ଥିଲା। ତେବେ ଏହି ବଡ଼ ପରିବର୍ତ୍ତନ ପଛରେ କେତୋଟି ମୁଖ୍ୟ କାରଣ ଥିଲା। ପ୍ରଥମ କଥା ହେଲା, ଲଢ଼େଇଟା ସିଧାସଳଖ ଦୁଇ ଦଳ ଭିତରେ ହେଲା। ଦ୍ୱିତୀୟରେ, ବିଜେଡିର ଯେଉଁ ପାରମ୍ପରିକ ଖଣ୍ଡାୟତ ଓ ଓବିସି ଭୋଟ ବ୍ୟାଙ୍କ ଥିଲା, ସେଥିରେ ଫାଟ ସୃଷ୍ଟି ହେଲା। ତୃତୀୟ କାରଣ, ରାଜ୍ୟରେ 24 ବର୍ଷର ଶାସନ ବିରୁଦ୍ଧରେ ଯେଉଁ ଲହର ଥିଲା, ତାର ପ୍ରଭାବ ଏଠି ବି ପଡ଼ିଲା। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଲା ସ୍ଥାନୀୟ ସମସ୍ୟା, ଯେମିତିକି ଚାଷୀଙ୍କ ଦୁର୍ଦ୍ଦଶା ଓ ଭିତ୍ତିଭୂମିର ଅଭାବ, ଯାହା ଅସମାହିତ ହୋଇ ରହିଥିଲା। ଯଦି ଆମେ ପ୍ରାର୍ଥୀ ସୁଶାନ୍ତ ସିଂଙ୍କୁ ଦେଖିବା, ତାଙ୍କ ପାଖରେ ଅଭିଜ୍ଞତାର କମ୍ ନଥିଲା। 3 ଥରର ବିଧାୟକ, ପୂର୍ବତନ ମନ୍ତ୍ରୀ ଆଉ ସ୍ଥାନୀୟ ସ୍ତରରେ ଲୋକ ତାଙ୍କୁ ଜାଣିଥିଲେ। କିନ୍ତୁ 2024ର ଫଳାଫଳ ତାଙ୍କର କିଛି ଦୁର୍ବଳତାକୁ ବି ସାମ୍ନାକୁ ଆଣିଦେଲା। ପରାଜୟ ପରେ ତାଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା, ତାଙ୍କ ଛବି ମଡ଼ିଅ ପଡ଼ିଲା ଆଉ ଲୋକଙ୍କୁ ଲାଗିଲା ଯେ ସେ ବୋଧହୁଏ ଆତ୍ମସନ୍ତୁଷ୍ଟ ହୋଇଯାଇଛନ୍ତି। ଆଉ ଗୋଟେ କଥା, 2024ର ଏହି ଫଳାଫଳ କିଛି ଗୋଟେ ରାତିରେ ହେଇଯାଏନି। ଏହାକୁ ଠିକ୍ ଭାବରେ ବୁଝିବାକୁ ହେଲେ ଆମକୁ ଭାଟଲିର ନିର୍ବାଚନୀ ଅତୀତକୁ ଦେଖିବାକୁ ପଡ଼ିବ। ଇତିହାସକୁ ଦେଖନ୍ତୁ, 2000 ମସିହାରେ ଏଠି ବିଜେପିର ଦବଦବା ଥିଲା। ତାପରେ 2009ରେ ବିଜେଡି ଏକ ବଡ଼ ଶକ୍ତି ଭାବେ ଆସିଲା। 2014ରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଖେଳକୁ ବଦଳାଇ ଦେଇଥିଲେ। 2019ରେ ବିଜେଡି ସବୁଠୁ ଅଧିକ ଭୋଟ ପାଇଥିଲା। କିନ୍ତୁ 2024ରେ ପୁଣି ଥରେ ପାଲଟିଲା ବାଜି, ଆଉ ବିଜେପି ଆଗକୁ ବାହାରିଲା। ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଭାଟଲିର ଭୋଟର କାହାରି ବନ୍ଧା ନୁହେଁ, ସେମାନେ ସମୟ ଦେଖି ନିଷ୍ପତ୍ତି ନିଅନ୍ତି। ତ ସମସ୍ୟା ତ ଜଣାପଡ଼ିଗଲା। ଏବେ ପ୍ରଶ୍ନ ହେଉଛି, ଆଗକୁ ରାସ୍ତା କ'ଣ? ଲୋକଙ୍କ ସହ ପୁଣି ଥରେ ଯୋଡ଼ି ହେବା ପାଇଁ କ'ଣ କରିବାକୁ ପଡ଼ିବ? ଏଥିପାଇଁ ଏକ ଚାରିମୁଖୀ ରଣନୀତିର ଦରକାର, ଯାହାକୁ ଆମେ ଚତୁର୍ମୁଖ ଡକ୍ଟ୍ରିନ୍ କହୁଛୁ। ଏହି ରଣନୀତିର 4ଟା ଦିଗ ଅଛି। ପ୍ରଥମଟି ହେଲା ନିର୍ବାଚନୀ ଚେହେରା, ଅର୍ଥାତ୍ ନେତାଙ୍କ ବ୍ୟକ୍ତିଗତ ଲୋକପ୍ରିୟତା, ଯାହାକୁ ପୁଣି ଥରେ ଗଢ଼ିବାକୁ ପଡ଼ିବ। ଦ୍ୱିତୀୟରେ ସାଂଗଠନିକ ଚେହେରା, ମାନେ ଦଳର ସଂଗଠନକୁ ମୂଳରୁ ମଜବୁତ କରିବା। ତୃତୀୟରେ ବର୍ଣ୍ଣନାତ୍ମକ ଚେହେରା, କାରଣ ପୁରୁଣା କାହାଣୀ ଆଉ କାମ ଦେବନି, ଚାଷୀଙ୍କ ପାଇଁ ଏକ ନୂଆ ବାର୍ତ୍ତା ଦରକାର। ଆଉ ଚତୁର୍ଥ ହେଲା ସମ୍ବଳର ଚେହେରା, କାରଣ ବିରୋଧୀ ଦଳରେ ଥିବାରୁ ଶାସକ ଦଳ ତୁଳନାରେ ସମ୍ବଳ କମ୍ ରହିବ। କିନ୍ତୁ କୌଣସି ବି ରଣନୀତି କାମ ଦେବନି ଯଦି ତାହା ଲୋକଙ୍କର ଅସଲ ସମସ୍ୟା ଉପରେ ଧ୍ୟାନ ନ ଦିଏ। ଏହି ଟେବୁଲକୁ ଦେଖନ୍ତୁ, ଏହା ସଫା ସଫା ଦେଖାଉଛି ଯେ ସୋହେଲା ହେଉ କି ଅମ୍ଭାବନା, ଲୋକଙ୍କର ମୁଖ୍ୟ ଚିନ୍ତା ହେଉଛି ଚାଷ, ପାଣି ଆଉ ରାସ୍ତାଘାଟ।
ଯେକୌଣସି ଯୋଜନା ଏହି ସମସ୍ୟାଗୁଡ଼ିକର ସମାଧାନରୁ ହିଁ ଆରମ୍ଭ ହେବ ଉଚିତ। ତେଣୁ ଲୋକଙ୍କ ସହ ପୁଣି ସମ୍ପର୍କ ଯୋଡ଼ିବାକୁ ହେଲେ 3ଟି ମଜବୁତ ଖୁଣ୍ଟ ଉପରେ କାମ କରିବାକୁ ହେବ। ପ୍ରଥମ ଖୁଣ୍ଟ, ଚାଷୀ ଭୋଟରଙ୍କ ପାଖକୁ ଯାଇ ତାଙ୍କ ଅସୁବିଧା ବୁଝିବା ଆଉ ତାର ସମାଧାନ ପାଇଁ କାମ କରିବା। ଦ୍ୱିତୀୟ ଖୁଣ୍ଟ, ନିଜର ମୂଳ ଭୋଟ ବ୍ୟାଙ୍କକୁ ପୁଣି ଥରେ ଏକାଠି କରିବା। ଆଉ ତୃତୀୟ ଖୁଣ୍ଟ, ସଂଗଠନକୁ ନୂଆ ରୂପ ଦେବା ଏବଂ ଲୋକଙ୍କ ପାଇଁ ଏକ ନୂଆ ବିଶ୍ୱାସଯୋଗ୍ୟ ବାର୍ତ୍ତା ତିଆରି କରିବା। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, ଲୋକଙ୍କ ପାଖକୁ ଯିବାବେଳେ, ସେମାନଙ୍କ ସହ କଥା ହେବାବେଳେ ଏ କାମଟି ବହୁତ ସମ୍ମାନର ସହ ହେବା ଦରକାର। ଲୋକଙ୍କଠୁ କୌଣସି ତଥ୍ୟ ନେବା ପୂର୍ବରୁ ସେମାନଙ୍କର ଅନୁମତି ନେବା ଜରୁରୀ। କାହିଁକି ତଥ୍ୟ ନିଆଯାଉଛି ତାହା ସ୍ପଷ୍ଟ କରିବାକୁ ପଡ଼ିବ ଏବଂ ସେହି ତଥ୍ୟକୁ ସୁରକ୍ଷିତ ରଖିବାକୁ ହେବ। ଏହା ହିଁ ଭାରତର ଡେଟା ସୁରକ୍ଷା ନିୟମର ମୂଳ କଥା, ପ୍ରତ୍ୟେକ ବ୍ୟକ୍ତିର ଗୋପନୀୟତା ଓ ସମ୍ମାନର ସୁରକ୍ଷା। ଗୋଟେ କଥା ସବୁବେଳେ ମନେ ରଖିବା ଦରକାର, ଯେଉଁ ରଣନୀତିର ମୂଳରେ ଲୋକଙ୍କ ପାଇଁ ଭଲ ଶାସନ ଦେବାର ଯୋଜନା ନଥାଏ, ସେ ରଣନୀତି ସମ୍ପୂର୍ଣ୍ଣ ଫମ୍ପା। ପ୍ରକୃତ ଲକ୍ଷ୍ୟ ନିର୍ବାଚନ ଜିତିବା ନୁହେଁ, ପ୍ରକୃତ ଲକ୍ଷ୍ୟ ହେଉଛି ଉନ୍ନତ ଶାସନ ମାଧ୍ୟମରେ ଲୋକଙ୍କ ଜୀବନକୁ ସୁଧାରିବା। କେବଳ ସେଇଥିରେ ହିଁ ଲୋକଙ୍କ ସ୍ଥାୟୀ ବିଶ୍ୱାସ ଜିତି ହୁଏ। ଭୋଟରଙ୍କ ବିଶ୍ୱାସ, ଏଇଟା ବାପା ଅଜାଙ୍କ ସମ୍ପତ୍ତି ନୁହେଁ ଯେ ଉତ୍ତରାଧିକାରରେ ମିଳିଯିବ। ଏହା ଏକ ନାଜୁକ ମଞ୍ଜି ପରି। ଏହାକୁ ପ୍ରତିଦିନ ନିଜ ହାତରେ ଲଗେଇବାକୁ ପଡ଼େ, ପାଣି ଦେବାକୁ ପଡ଼େ ଆଉ ଯତ୍ନ ନେବାକୁ ପଡ଼େ। ଯିଏ ମାଟିର କଥା ଶୁଣିବନି, ତା ପାଇଁ ଏ ମଞ୍ଜି କେବେ ଗଛ ହେବନି। ତେଣୁ ଆଗକୁ ବଢ଼ିବାର ଏକମାତ୍ର ରାସ୍ତା ହେଉଛି ଲୋକଙ୍କ ପାଖକୁ ଫେରିଯିବା, କମ୍ କହିବା, ଅଧିକ ଶୁଣିବା, ଶାସକ ହେବା ବଦଳରେ ସେବକ ହେବା। ଏହା ହିଁ ପ୍ରକୃତ ଜନକେନ୍ଦ୍ରିକ ନେତୃତ୍ୱ। ଯଦି ଆପଣ ଜଣେ ଲୋକକେନ୍ଦ୍ରିକ ନେତା ହେବାକୁ ଏବଂ ଆପଣଙ୍କ ନିର୍ବାଚନ ମଣ୍ଡଳୀର ଉନ୍ନତି କରିବାକୁ ଚାହାନ୍ତି, ତେବେ blueprintstrategies.ai ସହିତ mgr@blueprintstrategies.ai ରେ ଯୋଗାଯୋଗ କରନ୍ତୁ କିମ୍ବା 08042041602 ରେ କଲ୍ କରନ୍ତୁ। ରାଜନୀତିର ଊର୍ଦ୍ଧ୍ୱ